स्वयं सुरेशः तनयोर्गणेश सखा धनेश श्वशुर नगेश ललाटवह्ने रमयोर्विशेष तथा भिक्षां कुरुते महेश। संसार कर्ता जगतर गुरु शिवंकु भक्त शिरोमणि शुक्राचार्य कहउछन्ति आपण देव देव महादेव स्वयं सुरेश सुराणां ईशः देवता मानंकर देवता देवता मानंकर प्रभु देवता मानंकर मालिक स्वयं सुरेश आपणकर तनय हेले पुत्र हेले गणेश गणानां ईशः आउ सखा धनेश कुबेर सखा हेले कुबेर महाधनी सबु धनर मालिक श्वशुर पार्वतींकर बापा तम श्वशुर से नगेश नगानां ईशः पर्वतराज हिमालय ललाट वह्ने तुम तीनटा आखि ना महाप्रभु बा आखि की चंद्र डाण आखि को सूर्य आउ कपाल नेत्र को अग्नि कह जाए आउ से भाल नेत्र जो नेत्र पाई आपण ना त्रिलोचन से लोचन जो अग्नि स्फुलिंग बाहरे से शशागरा धरा को जाली दे पारे ललाट वह्ने रमयोर्वशेष इति शक्तिर अधिकारी होई भी प्रभु तथापि भिक्षां कुरुते महेश हे महेश हे महादेव महान ईश भिक्षा करुचंती। प्रभु हसिले कहले ये संसार मो भितर अछि मो भिक्षा माध्यम रे समस्त प्राणी को दुख को मागुछि आउ सेमान को सुख वितरण करुछि। शुक्राचार्य कहले प्रभु मोर गोटे भिक्षा देवेनी प्रथम करी महादेव शुक्राचार्य को देइथिले महामृत्युंजय मंत्र तेणु शुक्राचार्य हेले शैव श्रेष्ठ शिव श्रेष्ठ शैव हेले शुक्राचार्य शिवं को संतुष्ट करिया पई से जप तप ध्यान रे मग्न रहंती। सेई शुक्र हेले तुला राशि अधिपति। आज आमे शुक्रंक अधीनस्थ तुला राशि उपरे दीपद आलोचना करिबा जे चित्रा स्वाति विशाखा 14, 15, 16 यही तीन नक्षत्र को नहीं जो राशि तुला र सृष्टि से तुला राशि मालिक हले शुक्र। सेप्टेम्बर 16 रु अक्टोबर 15 जाए ये गोटे मास तुला राशि बंधु माने किपरि कटेइबे आसंतु आलोचना करिबा। तुला राशि मासिक फलाफल विषय को नहीं आज आलोचना स्वाति माने 15 नक्षत्र विशाखा 16 नक्षत्र चित्रा 14 नक्षत्र 14, 15, 16 नक्षत्र त्रय तुला राशि मुख्यांग यही 3 नक्षत्र बिना तुला राशि अस्तित्व नहीं। तुला राशि अधिपति शुक्र एवं से द्वादश माने कन्या रे
ମାନେ ବ୍ୟୟରେ शुक्र व्यୟରେ ରହିଲେ वृथा व्यय हुए ଯଥେଷ୍ଟ ବେଶୀ वृथा ବ୍ୟୟ ହୁଏ। ଏତେ ଧନ କୁଆଡ଼ୁ ଆସିବ? ଯଥେଷ୍ଟ ଧନ ତ ବ୍ୟୟ ହବ। ଏତେ ଧନ କୁଆଡ଼ୁ ଆସିବ? ଦେବେ କିଏ ଦେବେ? ଶୁକ୍ର ଦେବେ। ହଁ, ଶୁକ୍ର ଦାସ ହେଲେ ହାତକୁ ମୁଠା ମୁଠା ଧନ ଆସେ। ସେ ଆବଶ୍ୟକ ପୂର୍ବରୁ ଧନ ବଢ଼େଇ ଦିଅନ୍ତି। ସେ ଶୁକ୍ର ସେପ୍ଟେମ୍ବର 18ରେ ତୁଳାକୁ ଯିବେ, ମାନେ ଜନ୍ମ ହେବେ। ଶୁକ୍ର ଜନ୍ମ ହେଲେ ସୁଖ ଦେଇଥାନ୍ତି। ଧନ ଧନ ପରେ ସୁଖ ଦେବେ। ପୁଣି ଅକ୍ଟୋବର 13ରେ ଯିବେ ବିଛାକୁ। ଶୁକ୍ର ଦ୍ୱିତୀୟ ହେବେ। ଦ୍ୱିତୀୟ ଶୁକ୍ର ବି ସୁଖ ବର୍ଷା କରିଥାନ୍ତି। ମୋଟାମୋଟି ଭାବରେ ସେପ୍ଟେମ୍ବର 16ରୁ ଅକ୍ଟୋବର 15 ଯାଏ ଏ ମାସ ସାରା ଆବଶ୍ୟକ ମୁତାବକ ଅର୍ଥ ଯୋଗାଇବେ ଶୁକ୍ର। ବାଣ୍ଟିବେ ସୁଖ ଆଉ ଶାନ୍ତି। ହେଲା, ବାସ୍। ଏବେ ଶନି କୁମ୍ଭରେ ମାନେ ପଞ୍ଚମରେ, ଶନି ପଞ୍ଚମସ୍ଥ ହେଲେ ହାନି କରିଥାନ୍ତି। ମାନହାନି, ସମ୍ମାନହାନି, ଧନହାନି। କୁମ୍ଭରେ ଥିବାରୁ ସେ ନିମ୍ନ ମନା ହୋଇପାରିବେ ନାହିଁ। ଟିକେ ଥଣ୍ଡା ହେଇଯାଇଛି ତ, ଆପଣଙ୍କୁ କଷ୍ଟ ହେଇଥିବ, ମୁଁ ଦୁଃଖିତ। ସେ ହାନି କରିବା କଥା, କିନ୍ତୁ ଅଛନ୍ତି କୋଉଠି ଜାଣିଛନ୍ତି? କୁମ୍ଭରେ। କୁମ୍ଭରେ ଶନି ଥିଲେ ଭାରି ପ୍ରଫୁଲ୍ଲିତ। ସେ କାହାର ହାନି କରିବେନି, କ୍ଷତି କରିବେନି। ତାଙ୍କ କୁମ୍ଭରେ ମାନେ ଭଣ୍ଡାରରେ ସେ ଯାହା ଯାହା ରଖିଛନ୍ତି ବାଣ୍ଟିବେ। ତେଣୁ କୁମ୍ଭରେ ଥିବାରୁ ସେ ହାନି ନ କରି ଲାଭ କରିବେ। ସେ 16 ନକ୍ଷତ୍ର ମାନେ ବିଶାଖାକୁ ରଜା କରେଇଦେବେ, ମାନେ ତା ମୁଣ୍ଡରେ ସୁନା କଳସ ଢାଳିବେ ବିଶାଖା ବାବୁ। 14 ଓ 15 ପ୍ରତି ପ୍ରସନ୍ନ ରହିବେ, ଲାଭ କରିବେ। ହେଲା, ଶୁକ୍ର ଦେଲେ, ଶନି ବି ଦେଲେ। ଷଷ୍ଠରେ ରାହୁ, ମୀନରେ ରାହୁ। ରାହୁ ଷଷ୍ଠସ୍ଥ ହେଲେ ଢାଳି ଦିଅନ୍ତି। କ'ଣ କ'ଣ? ସୁଖ, ଶାନ୍ତି, ଧନ। ଷଷ୍ଠରେ ମୀନରେ ରାହୁ, ଷଷ୍ଠସ୍ଥ ରାହୁ ସୁଖ ଦେଇଥାନ୍ତି। ଏବେ ସୁଦ୍ଧା ଜାଣିଗଲେଣି ଶୁକ୍ର, ଶନି, ରାହୁ ଆର୍ଥିକ ସହଯୋଗ କରିବେ, ମାନେ ବୃତ୍ତି ବଢ଼େଇବେ। ବୃତ୍ତି କ୍ଷେତ୍ରରୁ ଯିଏ ଯାହା ବୃତ୍ତି କରୁଥିବେ, ଚାଷ, ବ୍ୟବସାୟ, ବାଣିଜ୍ୟ, ବ୍ୟବସାୟ ଆଉ ଚିକିତ୍ସା ସେବା, ଯିଏ ଯେଉଁ ବୃତ୍ତି କରୁଥିବେ ସେଥିରୁ ପ୍ରଚୁର ଆୟ ହେବ। ଅଷ୍ଟମରେ ବୃଷରେ ଗୁରୁ, ଅଷ୍ଟମସ୍ଥ ବୃହସ୍ପତି ନାନାବିଧ ଦୁଃଖ ଦେଇଥାନ୍ତି। ଅଷ୍ଟମସ୍ଥ ଯେକୌଣସି ଗ୍ରହ ଦୁଃଖ ଦିଅନ୍ତି। ସେ ଜାତକରେ ସ୍ଥିର ଭାବରେ ଥାନ୍ତୁ ବା ଗୋଚରରେ ଗତି କରିଥାନ୍ତୁ, ବୃହସ୍ପତି ଅଷ୍ଟମରେ ଅଛନ୍ତି, ଦୁଃଖ ଦେବେ। ମାତ୍ର ସିଏ ଗୋଚର ସମୟରେ ହସି ଖେଳି ଯେହେତୁ ଯାତ୍ରା କରିଛନ୍ତି, ସେ ଦୁଃଖ ଦେବେନି, ଅଶାନ୍ତି କରିବେନି। ସେ ପ୍ରୀତି ବିତରଣ କରିବେ। ଅର୍ଥାତ୍ ବୃହସ୍ପତିଙ୍କ ପାଇଁ ଚିତ୍ରା, ସ୍ୱାତି, ବିଶାଖା ଏଇ 3 ନକ୍ଷତ୍ରଙ୍କୁ ସମସ୍ତ ପ୍ରିୟଜନ ଆଦର କରିବେ, ପ୍ରେମ କରିବେ, ଶ୍ରଦ୍ଧା କରିବେ, ଗେହ୍ଲା କରିବେ। ହଁ, ମାନେ ତାଙ୍କର ଯିଏ ଶତ୍ରୁ, ସେ ଶତ୍ରୁତା ଭୁଲି ଯାଇ ସ୍ୱାଗତ କରିବେ। ଏ ମାସ ପାଇଁ ଶତ୍ରୁ ଭାବନା ଭୁଲି
ଶତ୍ରୁ ଆଦର କରିବ। ନବମସ୍ତ ମିଥୁନରେ ଥିବା ମଙ୍ଗଳ ରୋଗ ସୃଷ୍ଟି କରିବେ, ମାନେ ଦେହରୁ ରକ୍ତ ପୁଜ ଯିବା ଭଳିଆ ରୋଗ ହବ। କାଛୁ କୁଣ୍ଡିଆ ଇତ୍ୟାଦି, ବଥ ବାରମୂଳିଆ ବ୍ରଣ ଏଇଭଳି କଣନଖା ଯୋଉଥିରୁ ପୁଜ ରକ୍ତ ବାହାରେ। ତେଣୁ ମଙ୍ଗଳଙ୍କ ପାଇଁ ଏଇ ରୋଗ ସବୁ ହବ। ଏକାଦଶରେ ସିଂହରେ ବୁଧ, ଖୁବ ଆଦର୍ଶ ଫଳ ମିଳିବ। ବୁଧ ଗ୍ରହ ଶୁକ୍ରଙ୍କ ପରି ସୁଖ ଓ ଲାଭ ଦେବେ। ଶୁକ୍ର, ଶନି, ରାହୁ, ବୃହସ୍ପତି, ବୁଧ 1, 2, 3, 4, 5 ଏ 5ଟି ଗ୍ରହ ବହୁତ ସହଯୋଗ କରିବେ। ବୁଧ ସେପ୍ଟେମ୍ବର 21ରେ କନ୍ୟାକୁ ଆସିବେ। ତୁଳା ରାଶି ପାଇଁ ଦ୍ୱାଦଶ ହେବେ। ଦ୍ୱାଦଶ ବୁଧ ଶୋକ ସମ୍ବାଦ ଦେଇ ଦୁଃଖୀ କରେଇବେ। ବେଡ୍ ଟାଇମ୍ ଆସିଲା ଏଥରକ। ବୁଧ 22 ତାରିଖ ପରେ, ସେପ୍ଟେମ୍ବର 22ରୁ 21 ପରେ ଦୁଃଖ ଦେବେ। ସେ ଅକ୍ଟୋବର 10ରେ ତୁଳାକୁ ଯିବେ, ଜନ୍ମ ହେବେ। ଏଣୁ ସବୁ କ୍ଷେତ୍ରରେ ବାଧା ବନ୍ଧନ ଭୟ ଜାତ ହେବ। ବୁଧଙ୍କ ପାଇଁ ସବୁ ପ୍ରକାର ଦୁଃଖ ଆସିବ। ମଙ୍ଗଳ ପାଇଁ ରୋଗ ହେବ, ରକ୍ତ ପୁଜ ଯିବ। କଥାଟା ଭଲ ନୁହେଁ। ରବି କନ୍ୟାରେ, ମାନେ ଦ୍ୱାଦଶ ରବି, ଗୁଡ଼ାଏ ବ୍ୟୟ ହୋଇଯିବ, ଚିନ୍ତା ବଢ଼ିଯିବ। କେତୁ ବି ଦ୍ୱାଦଶସ୍ଥ, ଶାରୀରିକ ପୀଡ଼ା ବଡ଼ କଷ୍ଟଦାୟକ ହେବ, ଯନ୍ତ୍ରଣା ଦୁଃଖ ଦେବ। ତାହେଲେ ମଙ୍ଗଳ, ବୁଧ, ରବି, କେତୁ ଇଏ 4ଟି ଗ୍ରହ ରୋଗ ବ୍ୟାଧି ଯନ୍ତ୍ରଣା ପୀଡ଼ା ଦେବେ। ଏଥିପାଇଁ ମୁଁ ଦୁଃଖିତ। ହେଲେ ଭାଇ ବନ୍ଧୁ କୁଟୁମ୍ବ ଯିଏ ଅଛ ଶୁଣୁଛ, ଦୁଃଖ ହବନି, ରୋଗ ହବନି ଯଦି ଆଜି ତମେ ନିଷ୍ପତ୍ତି ନିଅ, ମୁଁ ପରୋପକାର କରିବି, ସେବା କରିବି, ଅନ୍ୟକୁ ଦେବି। ଆ କଥା ତା କାନରେ, ତା କଥା ଆ କାନରେ କହିବିନି। ଈର୍ଷା, ହିଂସା, ଦ୍ୱେଷ, ପରଶ୍ରୀକାତରତାକୁ ଭୁଲିଯିବି। ମୁଖ୍ୟତଃ ପିତାମାତାଙ୍କର ଯତ୍ନ ନେବି, ତାଙ୍କର ସେବା କରିବି, ତାଙ୍କ ଆଦେଶ ପାଳନ କରିବି। ତାହେଲେ ରୋଗ ତା ଘରେ, ବ୍ୟାଧି ତା ଘରେ, ଯନ୍ତ୍ରଣା ତା ଘରେ, ଦୁଃଖ ତା ଘରେ ରହିବ। ନିଜକୁ ସଜାଡ଼ି ଦିଅନ୍ତୁ ନା। ଦୁଃଖ କି ସୁଖ ଆମ ବାଁ ହାତର କଥା। ଆମେ ଶାସ୍ତ୍ରରେ ପଢ଼ିନେ, ସୁଖସ୍ୟ ଦୁଃଖସ୍ୟ ନ କୋପି ଦାତା। ସୁଖ ଦୁଃଖ କେହି ଦିଅନ୍ତିନି, ଆମେ ହିଁ। ଦାଣ୍ଡରେ ଯାଉଥିବା ଷଣ୍ଢକୁ ଡାକି ଆଣି କହୁଛେ, ତୋ ଶିଙ୍ଗ ଦିଟା ପେଟରେ ରଖିଲୁ, ଟିକେ ଭୁସିଲୁ ଦେଖିବା କେମିତି ଲାଗୁଛି। ଆ ବଳଦ ମତେ ବିନ୍ଧ। ବନ୍ଧୁ, ସାରାଂଶ ଏହା ହେଲା, ଚତୁର୍ଥକୁ ବୃହସ୍ପତିଙ୍କର ନବମ ଦୃଷ୍ଟି ଅଛି। ନବମସ୍ଥ ବୃହସ୍ପତି ପାରିବାରିକ ଜୀବନରେ ସୁଖ ଓ ଶାନ୍ତି ଭରିଦେବେ। ଶୁକ୍ର, ଶନି, ରାହୁ ଓ ବୃହସ୍ପତିଙ୍କ କଲ୍ୟାଣରୁ ଆସୁଥିବା ଧନରାଶିକୁ ଦେଖି ଅତ୍ୟାନନ୍ଦ ହୋଇ ବଦ ଖର୍ଚ୍ଚ କରିବେ ନାହିଁ। ବଦ ଖର୍ଚ୍ଚ ନ କରି ମିତବ୍ୟୟୀ ହୁଅନ୍ତୁ, ସଞ୍ଚୟ କରନ୍ତୁ। ସଞ୍ଚୟ ଏକ ସୁସ୍ୱଭାବ ଅଟେ। ବୁଧ, ମଙ୍ଗଳ ଓ କେତୁ, ରବି ନାନାବିଧ ବିଘ୍ନ, ରୋଗ, ବ୍ୟାଧି ଆଣି ଦେଲେ ବି ପ୍ରତିକୂଳ ପରିସ୍ଥିତି ସୃଷ୍ଟି ହେଲେ ବି ଗୁରୁଙ୍କର ପ୍ରେରଣା, ରାହୁଙ୍କର ଦମ୍ଭ, ଶୁକ୍ରଙ୍କର ଅର୍ଥ ବଳ ଆପଣଙ୍କୁ କର୍ମଚଞ୍ଚଳ କରିବ। ଚାକିରିଆ ମାନଙ୍କର ପ୍ରମୋସନ ହୋଇପାରେ। ରାଜନୀତି କରୁଛନ୍ତି କି? ଯଦି ହଁ, ତାହେଲେ ବହୁତ ଶୁଣନ୍ତୁ, କମ୍ କହନ୍ତୁ। ବହୁତ ଶୁଣନ୍ତୁ, ଅଳ୍ପ କହନ୍ତୁ। କାରଣ ରବି ଦ୍ୱାଦଶରେ। ବହୁ ଅପରିଚିତ ବ୍ୟକ୍ତି ସାହାଯ୍ୟରେ ହାତ ବଢ଼ାଇବେ। ହଁ, କିନ୍ତୁ ଭଲ କରି ଚିହ୍ନି ରଖ ଭ୍ରାତାଙ୍କ ବଦନ। ତାଙ୍କ ହାତକୁ ଧରିବା ପୂର୍ବରୁ ଆଗେ ଦେଖନ୍ତୁ। ତାଙ୍କ ମମତାକୁ ପାଇବା ପୂର୍ବରୁ ଥରେ ପରୀକ୍ଷା କରନ୍ତୁ। କାହାକୁ ବିଶ୍ୱାସ କରନ୍ତୁନି।
जे विश्वासी ताको अति विश्वास करंतुनी यदि अति विश्वास करुछंती ताहले मन कथा कहंतुनी एणु सावधानता अवलंबन करंतु कारण दुख 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 सप्तम और द्वितीय अधिपति मंगल नवम रे महिला माने समस्याग्रस्त हेबे पंचम कुंभ को शनिंकर बुद्धंकर माने ए द्वि मित्रकर सुदृष्टि अच्छी तेणु छात्र छात्री और संतान माने उन्नति करिवे हमें आज सब कथा शुणिले जानिले बोइले आज एतिकी आसंता काली यदि प्रभु चाहती मु पुणी आपण मुझे चाहे विपद कहबी टिके हसबी रही नमस्कार।